ଯାହାକୁ ଭିକାରୀ ବୋଲି ସମସ୍ତେ ଭାବୁଥିଲେ, ସିଏ ହିଁ କୋଟିପତି ମାଲିକାଣୀଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଦେଲା। ତାପରେ ଯାହା ଘଟିଲା ବନ୍ଧୁଗଣ, ଏହା ହେଉଛି ସେଇ କାହାଣୀ। ଲକ୍ଷ୍ନୌ ସହରର ସବୁଠାରୁ ବଡ଼ ଶିଳ୍ପପତିମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ତ୍ରିପାଠୀଙ୍କ ନାମ ମଧ୍ୟ ନିଆଯାଉଥିଲା। ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିଲା, ତାଙ୍କର ଅନେକ କାରଖାନା ଥିଲା ଏବଂ ସହରରେ ତାଙ୍କର ବହୁତ ସମ୍ମାନ ମଧ୍ୟ ଥିଲା। କିନ୍ତୁ ତାଙ୍କର ଗୋଟିଏ ବୋଲି ଝିଅ ଥିଲା ଯାହାର ନାମ ରାଗିଣୀ ତ୍ରିପାଠୀ। ରାଗିଣୀ ଦେଖିବାକୁ ବହୁତ ସୁନ୍ଦରୀ ଥିଲା, ତାର ବଡ଼ ବଡ଼ ଆଖି, ଲମ୍ବା କେଶ ଏବଂ ଆଧୁନିକ ଚିନ୍ତାଧାରା। କିନ୍ତୁ ତା ଭିତରେ ଏକ ଏମିତି ଦୋଷ ଥିଲା ଯାହା ତାର ସବୁ ଗୁଣ ଉପରେ ଭାରି ପଡ଼ୁଥିଲା। ତାକୁ ନିଜର ଧନୀ ହେବାର ବହୁତ ଅହଙ୍କାର ଥିଲା। ରାଗିଣୀ ପ୍ରାୟତଃ ନିଜ ସାଙ୍ଗମାନଙ୍କ ସହ ବଡ଼ ବଡ଼ ପାର୍ଟିକୁ ଯାଉଥିଲା ଓ ସେଠି ଗରିବ ଲୋକମାନଙ୍କର ମଜାକ ଉଡ଼ାଉଥିଲା। ଯଦି ରାସ୍ତାରେ କୌଣସି ଗରିବ ପିଲା ଦେଖାଯାଉଥିଲା, ତେବେ ସେ ମୁହଁ ବୁଲାଇ ଅନ୍ୟ ଆଡ଼କୁ ଚାହିଁ ଦେଉଥିଲା। ଦିନେ ସେ ନିଜ ବାପାଙ୍କ ସହିତ କାରରେ କୁଆଡ଼େ ଯାଉଥିଲା। ଟ୍ରାଫିକ୍ ସିଗ୍ନାଲରେ ଜଣେ ବୁଢ଼ା ଭିକାରୀ ଭିକ୍ଷା ମାଗିବାକୁ ଆସିଲେ ଓ ସେ ରାଗିଣୀର କାର୍ ପାଖକୁ ଆସି ହାତ ଯୋଡ଼ି କହିଲେ, ଝିଅ କିଛି ଖାଇବାକୁ ଦେ। ରାଗିଣୀ ତୁରନ୍ତ କାର୍ର କାଚ ଉପରକୁ କରିଦେଲା ଆଉ ତା ବାପାଙ୍କୁ କହିଲା, ବାପା, ଜାଣିନି ଏଇ ଲୋକମାନେ କାମ କାହିଁକି କରନ୍ତି ନାହିଁ, କେବଳ ଭିକ୍ଷା ମାଗୁଥାନ୍ତି। ଧର୍ମେନ୍ଦ୍ର ତ୍ରିପାଠୀ ଗମ୍ଭୀର ନଜରରେ ନିଜ ଝିଅକୁ ଚାହିଁଲେ ଓ କହିଲେ, ରାଗିଣୀ, ପ୍ରତ୍ୟେକ ଗରିବ ମଣିଷ ଅଳସୁଆ ହୋଇନଥାନ୍ତି। ଅନେକ ସମୟରେ ପରିସ୍ଥିତି ମଣିଷକୁ ସେଠାରେ ପହଞ୍ଚାଇ ଦେଇଥାଏ ଯେଉଁଠାକୁ ସେ କେବେ ଯିବାକୁ ଚାହିଁନଥାଏ। କିନ୍ତୁ ରାଗିଣୀ ହସିକି କହିଲା, ବାପା, ଏସବୁ କେବଳ ଖାଲି କହିବା କଥା। ପ୍ରକୃତ ଦୁନିଆରେ ଯାହା ପାଖରେ ପଇସା ଅଛି ସିଏ ହିଁ ସଫଳ। ତାର କଥା ଶୁଣି ଧର୍ମେନ୍ଦ୍ର ବାବୁ କିଛି ସମୟ ଚୁପ୍ ରହିଲେ। ତାପରେ କହିଲେ, ଯଦି ତୋତେ ଲାଗୁଛି ଯେ ପଇସା ହିଁ ସବୁ କିଛି, ତେବେ ମୁଁ ତୋତେ ଏକ ଚ୍ୟାଲେଞ୍ଜ ଦେଉଛି। କେମିତିକା ଚ୍ୟାଲେଞ୍ଜ ବାପା? ରାଗିଣୀ ଉତ୍ସୁକତାର ସହ ପଚାରିଲା। 10 ଦିନ, କେବଳ 10 ଦିନ ନିଜ ନାମ ଏବଂ ପରିଚୟ ବିନା ସାଧାରଣ ଲୋକଙ୍କ ଭଳି ବଞ୍ଚିକି ଦେଖା। ନା କୌଣସି କାର, ନା ଚାକର, ନା ବାପାଙ୍କ ନାମ। ସେତେବେଳେ ତୁ ବୁଝିପାରିବୁ ଯେ ଜୀବନ କ'ଣ। ରାଗିଣୀ ହସିଦେଲା ଓ କହିଲା, ବାସ୍ ବାସ୍, ଏତିକି କଥା ବାପା। ମୁଁ ଏବେ ହିଁ ପ୍ରସ୍ତୁତ ଅଛି। ତାର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ସେ ସହଜରେ ଏହି ଚ୍ୟାଲେଞ୍ଜ ଜିତିପାରିବ ବୋଲି। ପରଦିନ ସକାଳେ ସେ ସାଧାରଣ ପୋଷାକ ପିନ୍ଧିଲା, ନିଜର ମୋବାଇଲ ଏବଂ କ୍ରେଡିଟ୍ କାର୍ଡ ଘରେ ଛାଡ଼ିଦେଲା ଏବଂ ଏକାକୀ ସହର ଆଡ଼କୁ ବାହାରି ପଡ଼ିଲା। ପ୍ରଥମେ ପ୍ରଥମେ ତାକୁ ସବୁକିଛି ବହୁତ ରୋମାଞ୍ଚକର ଲାଗୁଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ସେ ଅନୁଭବ କଲା ଯେ ଟଙ୍କା ଏବଂ ପରିଚୟ ବିନା ଦୁନିଆଟା କେତେ ଭିନ୍ନ। ସଞ୍ଜ ହେବାକୁ ଲାଗିଥିଲା। ରାଗିଣୀ ଏକ ନିଛାଟିଆ ରାସ୍ତା ଦେଇ ଯାଉଥିବା ବେଳେ 3ଟି ପୁଅ ତାର ରାସ୍ତା ଓଗାଳେ ଠିଆ ହୋଇଗଲେ। ତାଙ୍କ ଭିତରୁ ଜଣେ ହସି ହସି କହିଲା, ଆରେ ମ୍ୟାଡାମ, ଏକା ଏକା କୁଆଡ଼େ ଯାଉଛ ମ? ରାଗିଣୀ ଟିକେ ଡରିଗଲା ଓ ସେ କହିବାକୁ ଲାଗିଲା, ମୋ ରାସ୍ତା ଛାଡ଼। କିନ୍ତୁ ସେହି ଲୋକମାନେ ରାଗିଣୀର ଆହୁରି ପାଖକୁ ଆସି କହିବାକୁ ଲାଗିଲେ, ଆରେ ମ୍ୟାଡାମ, ଏତେ ଶୀଘ୍ର କ'ଣ ଅଛି ମ? ଟିକେ ଆମ ସହିତ ବି କଥା ହୁଅ। ଏବେ ରାଗିଣୀ ସତରେ ବହୁତ ଡରି ଯାଇଥିଲା। ସେ ଦେଖିଲା ତା ଆଖପାଖରେ କେହି ଦେଖାଯାଉନଥିଲେ। ସେତିକିବେଳେ ହଠାତ୍ ପଛରୁ ଏକ ଗମ୍ଭୀର ସ୍ୱର ଆସିଲା, ରହିଯାଅ, ଝିଅଟି ମନା କରୁଛି, ତୁମମାନଙ୍କୁ ଶୁଭୁ ନାହିଁ କି? ଏହାପରେ ସମସ୍ତଙ୍କ ନଜର ସେହି ଆଡ଼କୁ ଚାଲିଗଲା। ଚିରା କପଡ଼ା, ଅଲରା କେଶ, ବଢ଼ିଥିବା ଦାଢ଼ି ଏବଂ ହାତରେ ଏକ ପୁରୁଣା କାଠ ବାଡ଼ି। ଦେଖିବାକୁ ସେ ଜଣେ ସାଧାରଣ ଭିକାରୀ ପରି ଲାଗୁଥିଲା ଓ ତା ନାଁ ଥିଲା ରୋଶନ। ଜଣେ ଗୁଣ୍ଡା ହସିକି ପଚାରିଲା, ଆରେ ତୁ କିଏ? ଭିକାରୀ ଜଣକ କହିଲା, ରହ, କହୁଛି ମୁଁ କିଏ। ପର ମୁହୂର୍ତ୍ତରେ ସେ ଭିକାରୀ ଏଭଳି ଚଞ୍ଚଳତା ଦେଖାଇଲା ଯେ ସେ 3 ଜଣ ଯୁବକ ସେଠାରୁ ପ୍ରାଣ ବିକଳରେ ଦୌଡ଼ି ପଳାଇଗଲେ। ରାଗିଣୀ ଆଶ୍ଚର୍ଯ୍ୟ ହୋଇ ରହିଗଲା। ଯେଉଁ ଲୋକକୁ ସେ ଗରିବ ବୋଲି ଭାବୁଥିଲା, ତା ଆଖିରେ ଏକ ଅଲଗା ପ୍ରକାର ଆତ୍ମବିଶ୍ୱାସ ଥିଲା। ସେ ଭିକାରୀ ଜଣକ ଶାନ୍ତ ସ୍ୱରରେ ରାଗିଣୀକୁ ପଚାରିଲା, ତମେ ଠିକ୍ ଅଛ ତ? ରାଗିଣୀ କହିଲା, ହଁ, ମୁଁ ଠିକ୍ ଅଛି, ଆଉ ତୁମକୁ ମଧ୍ୟ ବହୁତ ଧନ୍ୟବାଦ। କିନ୍ତୁ ଏସବୁ କଥା କହିଲା ବେଳେ ତା ମୁହଁରେ ଏବେ ବି ଗର୍ବ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଭିକାରୀ ଜଣକ ସାମାନ୍ୟ ହସିଦେଲା ଓ କହିଲା, ଲାଗୁଛି ଆପଣ ବୋଧେ ପ୍ରଥମ ଥର ପାଇଁ ଘରୁ ବାହାରକୁ ବାହାରିଛନ୍ତି। ରାଗିଣୀ ଚମକି ପଡ଼ିଲା ଆଉ କହିଲା, ତମେ କେମିତି ଜାଣିଲ? ସେ ଭିକାରୀଟି କହିଲା, ଲାଗୁଛି ତୁମେ ଏବେ ଏବେ ଦୁନିଆର ପ୍ରଥମ ଝଲକ ଦେଖୁଛ। ଏତିକି କହି ସେ ଭିକାରୀ ବୁଲି ପଡ଼ି ଚାଲିଗଲା। ରାଗିଣୀ ତାକୁ ଯାଉଥିବାର ଦେଖୁଥିଲା। ସେ ବୁଝିପାରୁନଥିଲା ଯେ ଜଣେ ସାଧାରଣ ଭିକାରୀର କଥାରେ ଏତେ ଆତ୍ମବିଶ୍ୱାସ କେଉଁ ଆଡ଼ୁ ଆସିଲା, କିନ୍ତୁ ସେ କ'ଣ ଜାଣିଥିଲା ଯେ ଏହି ଦେଖା ସାକ୍ଷାତ ତା ଜୀବନ ବଦଳାଇବାକୁ ଯାଉଥିଲା? ଆଉ ସବୁଠାରୁ ବଡ଼ ପ୍ରଶ୍ନ ଏହା ଥିଲା ଯେ ପ୍ରକୃତରେ ଏହି ଭିକାରୀ ରୋଶନ କିଏ ଥିଲା? ପରଦିନ ସକାଳେ ଯେତେବେଳେ ରାଗିଣୀର ଆଖି ଖୋଲିଲା, ସେତେବେଳେ ତାକୁ ପ୍ରଥମ ଥର ପାଇଁ ଅନୁଭବ ହେଲା ଯେ ବାହାରର ଜୀବନ ସେତିକି ସହଜ ନୁହେଁ ଯେତିକି ସେ ଭାବୁଥିଲା। ଗତକାଲି ପର୍ଯ୍ୟନ୍ତ ଯେଉଁ ଝିଅର ଗୋଟିଏ ଇଶାରାରେ ଚାକରମାନେ ପାଣି ଧରି ଠିଆ ହୋଇଯାଉଥିଲେ, ଆଜି ତା ପାଖରେ ନା ରହିବାକୁ ଜାଗା ଥିଲା, ନା ଖାଇବାର କିଛି ବ୍ୟବସ୍ଥା ଥିଲା। ସେ ଗୋଟିଏ ଛୋଟ ଢାବାକୁ ଯାଇ କାମ ମାଗିବାକୁ ଚେଷ୍ଟା କଲା। ଆଜ୍ଞା, ମୋତେ କିଛି ଗୋଟେ ଚାକିରି ଦରକାର, ରାଗିଣୀ ନମ୍ରତାର ସହ କହିଲା। ଢାବା ମାଲିକ ତାକୁ ପାଦର ମୁଣ୍ଡ ଯାଏ ଦେଖିବାକୁ ଲାଗିଲେ। ତାପରେ କହିଲା, ତୁମ ଦ୍ୱାରା କ'ଣ ଏସବୁ କାମ ହେଇପାରିବ?
ରାଗିଣୀ କହିଲା, ହଁ କାହିଁକି ହେବନି? ସେ ଢାବା ମାଲିକ କହିଲା, ଝିଅ, ଏହା କୌଣସି ଅଫିସ୍ ନୁହେଁ, ଏଠାରେ ସକାଳୁ ରାତି ଯାଏ ଖଟିବାକୁ ପଡ଼େ। ରାଗିଣୀ କିଛି କହିବା ପୂର୍ବରୁ ହିଁ ଦୋକାନୀ ମାଲିକ ମନା କରିଦେଲା। ପୁରା ଦିନ ସେ ଗୋଟିଏ ଦୋକାନରୁ ଅନ୍ୟ ଦୋକାନକୁ ବୁଲିବାକୁ ଲାଗିଲା, କିନ୍ତୁ ସବୁ ଜାଗାରେ ତାକୁ ନିରାଶ ହିଁ ମିଳିଲା। ସଞ୍ଜ ହେଉ ହେଉ ତା ଗୋଡ଼ରେ ଯନ୍ତ୍ରଣା ହେବାକୁ ଲାଗୁଥିଲା। ସେହି ସମୟରେ ରାସ୍ତା କଡ଼ରେ ତାକୁ ସେଇ ଭିକାରୀ ଜଣକ ଦେଖାଗଲା, ଯିଏ ଗତକାଲି ତାକୁ ସାହାଯ୍ୟ କରିଥିଲା। ରୋଶନ ଗୋଟିଏ ଗଛ ମୂଳେ ବସି ତାର କୌଣସି ଏକ ପୁରୁଣା ଡାଏରୀ କିଛି ଲେଖୁଥିଲା। ରାଗିଣୀ ତା ପାଖକୁ ଗଲା ଓ କହିଲା, ଆରେ ତୁମେ ପୁଣି ଦେଖା ହୋଇଗଲ। ରୋଶନ ହସିଲା ଓ କହିଲା, ସହର ଛୋଟ ନା ମୋ ଭାଗ୍ୟ ବଡ଼, ମୁଁ ଜାଣିନି। ରାଗିଣୀ ପ୍ରଥମ ଥର ପାଇଁ ତା ପାଖରେ ବସି ପଚାରିଲା, ତୁମେ ସତରେ କ'ଣ ଜଣେ ଭିକାରୀ? ରୋଶନ ହସି ଉଠିଲା ଆଉ କହିଲା, ଲୋକେ ଯେମିତି ଭାବନ୍ତି ସେମିତି ହିଁ ମାନି ନିଅନ୍ତି। ତାର ଜବାବ ପୁଣି ଥରେ ଅଜବ ଥିଲା। ରାଗିଣୀ କିଛି ବୁଝିପାରିଲା ନାହିଁ। ସେତିକିବେଳେ ରୋଶନ ସାମ୍ନାରେ ଥିବା ଏକ ବଡ଼ ଫ୍ୟାକ୍ଟ୍ରି ଆଡ଼କୁ ଇସାରା କଲା ଓ କହିଲା, ସେଠାରେ ଚାକିରି ମାଗି ଦେଖ, ବୋଧହୁଏ ମିଳିଯାଇପାରେ। ରାଗିଣୀ ଫ୍ୟାକ୍ଟ୍ରିର ବୋର୍ଡ ଦେଖିଲା। ତାହା ସହରର ସବୁଠାରୁ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। ତାକୁ ଆଶା ନଥିଲା ଯେ ସେଠାରେ ତାକୁ କାମ ମିଳିବ, କିନ୍ତୁ ତଥାପି ସେ ଭିତରକୁ ଚାଲିଗଲା। ଅନେକ ପଚରା ଉଚରା ପରେ ତାକୁ ଏକ ଅସ୍ଥାୟୀ କର୍ମଚାରୀ ଭାବରେ କାମ ମିଳିଗଲା। ଦରମା ବହୁତ କମ୍ ଥିଲା, କିନ୍ତୁ ବାଧ୍ୟତାମୂଳକ ପରିସ୍ଥିତିରେ ତାକୁ ଏହା ଗ୍ରହଣ କରିବାକୁ ପଡ଼ିଲା। ପ୍ରଥମ ଦିନରୁ ହିଁ ତାକୁ ବୁଝା ପଡ଼ିଲା ଯେ ଚାକିରି କରିବା କେତେ କଷ୍ଟକର ହୋଇଥାଏ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଫାଇଲ ସବୁ ଉଠାଇବା, ରେକର୍ଡ ସମ୍ଭାଳିବା, ଗୋଦାମର ହିସାବ ଲେଖିବା ଏବଂ କର୍ମଚାରୀମାନଙ୍କର ଆଦେଶ ଶୁଣିବା, ଏସବୁ ତା ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। କିନ୍ତୁ ଅସଲି ଅସୁବିଧା ତ ଏବେ ଆରମ୍ଭ ହୋଇଥିଲା। ଫ୍ୟାକ୍ଟ୍ରିର ମ୍ୟାନେଜର ବିକ୍ରମ ତଥା ଅତ୍ୟନ୍ତ ଅହଙ୍କାରୀ ମଣିଷ ଥିଲା। ନୂଆ କର୍ମଚାରୀମାନଙ୍କୁ ହଇରାଣ କରିବାରେ ତାକୁ ବହୁତ ମଜା ଲାଗୁଥିଲା। ସେ ବଡ଼ ପାଟିରେ କହିଲା, ଆରେ ଏ ନୂଆ ଆସିଥିବା ଝିଅ, ଏହି ସବୁ ଫାଇଲ ସନ୍ଧ୍ୟା ସୁଦ୍ଧା ତୁମକୁ ଶେଷ କରିବାକୁ ହେବ। ରାଗିଣୀ ଦେଖିଲା ଯେ ଫାଇଲ ଗୁଡ଼ିକ ପାହାଡ଼ ସେଠି ଥୁଆ ହୋଇଥିଲା, ଯେଉଁଟା ତା ଟେବୁଲ ଠାରୁ ମଧ୍ୟ ଅଧିକ ଉଚ୍ଚ ଥିଲା। ସେ କହିଲା, କିନ୍ତୁ ସାର୍, ମନେ ହେଉଛି ଏହି କାମ ତ ସବୁ ଲୋକ ମିଶିଲେ ଯାଇକି କରିହେବ। ବିକ୍ରମ ହସି ଉଠିଲା ଆଉ ରାଗିଣୀ ଆଡ଼କୁ ଚାହିଁ କହିଲା, ଏଠାରେ ପ୍ରଶ୍ନ ପଚରାଯାଏ ନାହିଁ, କାମ କରାଯାଏ। ପାଖରେ ଠିଆ ହୋଇଥିବା କିଛି କର୍ମଚାରୀ ମଧ୍ୟ ହସିବାକୁ ଲାଗିଲେ। ସେମାନଙ୍କ ମଧ୍ୟରେ ସଞ୍ଜୟ ଏବଂ ନରେଶ ନାମକ ଦୁଇ କର୍ମଚାରୀ ସବୁଠାରୁ ଅଧିକ ଅଭଦ୍ରାମି କରୁଥିଲେ। ସେମାନେ ସବୁବେଳେ ରାଗିଣୀର ମଜାକ ଉଡ଼ାଉଥିଲେ। ମ୍ୟାଡାମଙ୍କ ହାତ ଖରାପ ହୋଇଯିବ, ଲାଗୁଛି ସେ କେବେ କାମ କରିନାହାନ୍ତି। ସାରା ଦିନ ରାଗିଣୀ ଏହିପରି ଅପମାନ ସହୁଥିଲା। ସଞ୍ଜ ବେଳକୁ ତା ଆଖିରେ ଲୁହ ଆସିଯାଉଥିଲା, କିନ୍ତୁ ସେ ହାର ମାନିଲା ନାହିଁ। ତାକୁ ଏବେ ତା ବାପାଙ୍କ କଥା ମନେ ପଡ଼ିଲା। ବୋଧହୁଏ ଦୁନିଆ ସତରେ ସେତିକି ସହଜ ନଥିଲା ଯେତିକି ସେ ଭାବୁଥିଲା। ଆଗାମୀ କିଛି ଦିନ ମଧ୍ୟ ରାଗିଣୀର ଏହିଭଳି କଟିବାକୁ ଲାଗିଲା। ପ୍ରତିଦିନ କେହି ନା କେହି ତାକୁ ହଇରାଣ କରୁଥିଲେ, ପ୍ରତିଦିନ ତାକୁ ଅପମାନ ସହିବାକୁ ପଡ଼ୁଥିଲା। ଏବଂ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ଯେତେବେଳେ ବି ସେ ଅସୁବିଧାରେ ଥାଏ, କେଉଁଠି ନା କେଉଁଠି କେଜାଣି ତାକୁ ରୋଶନ ଦେଖାଯାଉଥିଲା। କେତେବେଳେ ଫ୍ୟାକ୍ଟ୍ରି ବାହାରେ, କେତେବେଳେ ରାସ୍ତା କଡ଼ରେ, ତ କେତେବେଳେ କୌଣସି ଚା ଦୋକାନ ପାଖରେ। ଯେମିତି ସେ ସବୁବେଳେ ତା ଉପରେ ନଜର ରଖୁଥିଲା। ଦିନେ ସନ୍ଧ୍ୟାରେ ଯେତେବେଳେ ଫ୍ୟାକ୍ଟ୍ରି ବନ୍ଦ ହେଉଥିଲା, ରାଗିଣୀ ଏକ ବିଚିତ୍ର ଦୃଶ୍ୟ ଦେଖିଲା। ରୋଶନ ଗୋଦାମ ପାଖରେ ଠିଆ ହୋଇଥିଲା। ତା ହାତରେ ସେ ପୁରୁଣା ଡାଏରୀଟି ଥିଲା। ସେ ଭିତରକୁ ଯାଉଥିବା ଟ୍ରକ୍ ଗୁଡ଼ିକର ନମ୍ବର ଲେଖୁଥିଲା। ତାପରେ ସେ ବାହାରକୁ ଆସୁଥିବା ଟ୍ରକ୍ ଗୁଡ଼ିକର ହିସାବ ମଧ୍ୟ ନୋଟ୍ କଲା। ରାଗିଣୀ ଲୁଚିକି ତାକୁ ଦେଖିବାକୁ ଲାଗିଲା। ସେ ମନେ ମନେ ଭାବିଲା, ଜଣେ ଭିକାରୀ ଟ୍ରକ୍ ଗୁଡ଼ିକର ହିସାବ କାହିଁକି ରଖିବ? କିଛି ସମୟ ପରେ ରୋଶନ ନିଜ ଘଣ୍ଟା ଦେଖିଲା ଓ ନିଜ ଡାଏରୀରେ କିଛି ଲେଖିଲା ଏବଂ ସେଠାରୁ ଚାଲିଗଲା। ତାର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ଜଣେ ତଦନ୍ତ ଅଧିକାରୀ ଭଳି ମନେ ହେଉଥିଲା। ରାଗିଣୀ ମନରେ ପ୍ରଥମ ଥର ପାଇଁ ରୋଶନ ଉପରେ ସନ୍ଦେହ ସୃଷ୍ଟି ହେଲା। ସେ ମନେ ମନେ ଭାବିଲା, ଏଇ ଲୋକଟି ସତରେ କ'ଣ ଭିକାରୀ, ନା ଆଉ କିଏ? ସେଇ ରାତିରେ ଫ୍ୟାକ୍ଟ୍ରିର ଗୋଦାମରୁ କିଛି ଦାମୀ ଜିନିଷ ଗାୟବ ହୋଇଯିବାର ଖବର ଚାରିଆଡ଼େ ଖେଳିଗଲା। ସମ୍ପୂର୍ଣ୍ଣ ମ୍ୟାନେଜମେଣ୍ଟ ଚିନ୍ତିତ ହୋଇପଡ଼ିଲେ। କିନ୍ତୁ ସେଇଠାରୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ରାଗିଣୀ ହୋଇଥିଲା, କାରଣ ତାର ମନେ ଥିଲା ଯେ ରୋଶନ ଅନେକ ଦିନ ହେବ ଗୋଦାମ ଏବଂ ଟ୍ରକ୍ ଗୁଡ଼ିକ ଉପରେ ନଜର ରଖୁଥିଲା। କ'ଣ ତାକୁ ଆଗରୁ କିଛି ଏ ବିଷୟରେ ଜଣାଥିଲା? ଆଉ ଯଦି ଜଣାଥିଲା, ତେବେ ପ୍ରକୃତରେ ସେ କିଏ? ଗୋଦାମରୁ ଜିନିଷ ଗାୟବ ହେବା ଖବର ସାରା ଫ୍ୟାକ୍ଟ୍ରି ପରିସରରେ ନିଆଁ ଭଳି ବ୍ୟାପି ଯାଇଥିଲା। ସକାଳେ ଯେତେବେଳେ ରାଗିଣୀ ଫ୍ୟାକ୍ଟ୍ରିରେ ପହଞ୍ଚିଲା, ସେତେବେଳେ ସେଠାକାର ପରିବେଶ ପୂରାପୂରି ବଦଳି ଯାଇଥିଲା। ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା। ଅଧିକାରୀମାନେ ସେ କାରଖାନା କର୍ମଚାରୀମାନଙ୍କୁ ବାରମ୍ବାର ପଚରାଉଚରା କରୁଥିଲେ ଏବଂ ମ୍ୟାନେଜର ବିକ୍ରମ ବାରମ୍ବାର ସମସ୍ତଙ୍କୁ ସତର୍କ ରହିବାକୁ ଚେତାବନୀ ଦେଉଥିଲେ। କିନ୍ତୁ ରାଗିଣୀର ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଥିଲା, କ'ଣ ରୋଶନକୁ ଏହି ଚୋରି ବିଷୟରେ ଆଗରୁ ଜଣାଥିଲା? ରାଗିଣୀ ସାରା ଦିନ କାମ ତ କରୁଥିଲା, କିନ୍ତୁ ତା ଧ୍ୟାନ ବାରମ୍ବାର ଫ୍ୟାକ୍ଟ୍ରିର ମୁଖ୍ୟ ଗେଟ୍ ଆଡ଼କୁ ଚାଲି ଯାଉଥିଲା। ସନ୍ଧ୍ୟା ସମୟରେ ଯେତେବେଳେ ତାର ଡ୍ୟୁଟି ସରିଲା, ସେ ସ୍ଥିର କଲା ଯେ ଆଜି ସେ ରୋଶନର ପିଛା କରିବ। ଫ୍ୟାକ୍ଟ୍ରିରୁ ବାହାରକୁ ଆସିବା ମାତ୍ରେ ତାକୁ ରୋଶନ ଦେଖାଗଲା। ତା ଦେହରେ ସେଇ ଚିରା କପଡ଼ା, ସେଇ ବଢ଼ିଯାଇଥିବା ଧାଡ଼ି ଓ ସେଇ ପୁରୁଣା ଡାଏରୀ ଥିଲା। ରୋଶନ ଧୀରେ ଧୀରେ ସଡ଼କ ପାରି ହୋଇ ଏକ ପୁରୁଣା ଚା ଦୋକାନ ଆଡ଼କୁ ଆଗେଇଲା।
ରାଗିଣୀ ମଧ୍ୟ କିଛି ଦୂରତା ରଖି ତା ପଛେ ପଛେ ଚାଲିବାକୁ ଲାଗିଲା। ଚା ବାଲା ରୋଶନକୁ ଦେଖିବା ମାତ୍ରେ ସମ୍ମାନର ସହ ମୁଣ୍ଡ ନୁଆଇ ଦେଲା। ନମସ୍କାର ଆଜ୍ଞା। ତାପରେ ହଠାତ୍ ଯେମିତି ତାକୁ ନିଜର ଭୁଲ ଅନୁଭବ ହେଲା ଏବଂ ସେ କଥା ବଦଳାଇ ଦେଲା। ଆରେ ଭାଇ ନମସ୍କାର। ଏହା ଦେଖି ରାଗିଣୀ ଚମକି ପଡ଼ିଲା। ସେ କିଛି ବୁଝିବା ପୂର୍ବରୁ ରୋଶନ ସେଠାରୁ ଆଗକୁ ବଢ଼ିଯାଇଥିଲା। ଏବେ ତାର ସନ୍ଦେହ ଆହୁରି ଗଭୀର ହୋଇସାରିଥିଲା। କିଛି ଦୂର ଯାଇ ରୋଶନ ଏକ ଖାଲି ପଡ଼ିଆ ପାଖରେ ଅଟକିଗଲା। ସେଠାରୁ ଫ୍ୟାକ୍ଟ୍ରିର ପଛଭାଗ ସ୍ପଷ୍ଟ ଦେଖାଯାଉଥିଲା। ରୋଶନ ନିଜର ଡାଏରୀ ଖୋଲିଲା ଏବଂ କିଛି ନୋଟ୍ସ ଲେଖିବାକୁ ଲାଗିଲା। ରାଗିଣୀ ପାଖରେ ଥିବା ଗଛ ପଛରେ ଲୁଚିଗଲା। ସେ ଦେଖିଲା ଯେ ଡାଏରୀରେ ଟ୍ରକ୍‌ଗୁଡ଼ିକର ନମ୍ବର, ତାରିଖ, ସମୟ ଏବଂ ମାଲର ପରିମାଣ ମଧ୍ୟ ଲେଖାଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଓ ମନେ ମନେ ଭାବିଲା, ଜଣେ ଭିକାରୀ ଏତେ ସୂକ୍ଷ୍ମତାର ସହ ଏ ରେକର୍ଡ ସବୁ କାହିଁକି ରଖିବ? ସେତିକିବେଳେ ଦୁଇଜଣ ଲୋକ ସେଠାକୁ ଆସିଲେ। ଦୁହେଁ ଭଲ ଡ୍ରେସ୍ ପିନ୍ଧିଥିଲେ। ସେମାନଙ୍କୁ ଦେଖି ମନେ ହେଉଥିଲା ଯେମିତି କୌଣସି ବଡ଼ କମ୍ପାନୀର ଅଫିସର। ଦୁହେଁ ସିଧା ରୋଶନର ସାମ୍ନାରେ ଯାଇ ଠିଆ ହୋଇଗଲେ ଓ କହିବାକୁ ଲାଗିଲେ, ସାର୍, ଗତ 3 ମାସର ପୂରା ଡାଟା ପ୍ରସ୍ତୁତ ଅଛି। ଏହା ଶୁଣି ରାଗିଣୀ ଛାତିର ସ୍ପନ୍ଦନ ଜୋରରେ ବଢ଼ିଗଲା। ସାର୍, ସେମାନେ ରୋଶନକୁ ସାର୍ କାହିଁକି କହିଲେ? ରୋଶନ ତୁରନ୍ତ ଇସାରାରେ ସେମାନଙ୍କୁ ଚୁପ୍ କରାଇଲା। ସେ କହିଲା, ଆବାଜ ଧୀରେ ରଖ। ଏବେ ସମୟ ଆସିନାହିଁ। ତା ସ୍ୱରରେ ଏମିତି ଏକ ଅଧିକାର ଥିଲା ଯେ ଦୁଇଜଣ ଯାକ ଲୋକ ତୁରନ୍ତ ଚୁପ୍ ହୋଇଗଲେ। ସେ ଦୁହେଁ କିଛି ସମୟ କଥାବାର୍ତ୍ତା ହେଲେ ଏବଂ ତାପରେ ସେମାନେ ଚାଲିଗଲେ। ରାଗିଣୀ କିଛି ବୁଝିପାରୁନଥିଲା। ତା ମନ ହେଉଥିଲା ଯେ ଏବେ ହିଁ ଯାଇ ରୋଶନକୁ ସବୁ କଥା ପଚାରିଦେବ। କିନ୍ତୁ ସେ ନିଜକୁ ଅଟକାଇ ନେଲା। ସେପଟେ ଫ୍ୟାକ୍ଟ୍ରିର ସମସ୍ୟା ଗୁଡ଼ିକ ବଢ଼ିବାରେ ଲାଗିଥିଲା। ମ୍ୟାନେଜର ବିକ୍ରମ ଏବେ ପୂର୍ବ ଅପେକ୍ଷା ଅଧିକ କଡ଼ା ଓ ଶକ୍ତ ହୋଇଯାଇଥିଲେ। ସେ ପ୍ରତିଟି ଛୋଟ ଭୁଲ ପାଇଁ କର୍ମଚାରୀମାନଙ୍କୁ ଗାଳି କରୁଥିଲେ। ଏଥିରେ ସବୁଠାରୁ ଅଧିକ ଶିକାର ରାଗିଣୀ ହେଉଥିଲା। ମ୍ୟାନେଜର ବିକ୍ରମ ଦିନେ ସମସ୍ତଙ୍କ ସାମ୍ନାରେ ରାଗିଣୀକୁ ଅପମାନିତ କରିଦେଲେ। ତୁମ ଭଳି ଅକର୍ମଣୀୟ ଲୋକଙ୍କ ଯୋଗୁଁ କମ୍ପାନୀର କ୍ଷତି ହେଉଥାଏ। ମ୍ୟାନେଜରର କଥାରେ ରାଗିଣୀ ଆଖିରେ ଲୁହ ଆସିଗଲା। କିନ୍ତୁ ସେ କୌଣସି ଉତ୍ତର ଦେଲା ନାହିଁ, କାରଣ ଏବେ ସେ ବୁଝିସାରିଥିଲା ଯେ ଗରିବ ଲୋକମାନଙ୍କୁ ପ୍ରତିଦିନ କେତେ ଅପମାନ ସହିବାକୁ ପଡ଼ୁଥିବ। ସନ୍ଧ୍ୟାରେ ସେ ମନ ଦୁଃଖ କରି ବସିଥିଲା। ଏତିକିବେଳେ ରୋଶନ ସେଠାକୁ ଆସିଗଲା। କ'ଣ ଆଜି ପୁଣି ଚିନ୍ତିତ ଜଣାପଡ଼ୁଛ? ରାଗିଣୀ ପ୍ରଥମ ଥର ପାଇଁ ରୋଶନ ଆଗରେ ସବୁ ଖୋଲିକରି କହିଲା। ସେ କହିଲା, ରୋଶନ, ଲୋକମାନେ ଏତେ ଖରାପ କାହିଁକି ହୁଅନ୍ତି? ରୋଶନ କିଛି ସମୟ ପାଇଁ ଚୁପ୍ ରହିଲା। ତାପରେ କହିଲା, ଖରାପ ଲୋକମାନେ ସବୁବେଳେ ନିଜ ଶକ୍ତିର ଅପବ୍ୟବହାର କରନ୍ତି। କିନ୍ତୁ ସେମାନଙ୍କର ଶକ୍ତି ବେଶୀ ଦିନ ତିଷ୍ଠି ରହେ ନାହିଁ। ରାଗିଣୀ ପଚାରିଲା, ତୁମକୁ କେମିତି ଜଣା? ରୋଶନ ହସିଲା ଓ କହିଲା, କାରଣ ମୁଁ ଏମିତି ଅନେକ ଲୋକଙ୍କୁ ତଳକୁ ଖସୁଥିବାର ଦେଖିଛି। ତାର କଥା ଶୁଣି ରାଗିଣୀ ପୁଣି ଥରେ ଦ୍ୱନ୍ଦ୍ୱରେ ପଡ଼ିଗଲା। ଏହି ଲୋକଟା ପ୍ରକୃତରେ କିଏ? ତାର କଥାବାର୍ତ୍ତା କୌଣସି ସାଧାରଣ ମଣିଷ ଭଳି ନଥିଲା। ଆଉ କିଛି ଦିନ ବିତିଗଲା। ତାପରେ ଗୋଟିଏ ଦିନ ରାତିରେ ହଠାତ୍ ଏମିତି କିଛି ଘଟିଲା ଯାହା ରାଗିଣୀର ସବୁ ପ୍ରଶ୍ନକୁ ଆହୁରି ବଢ଼ାଇ ଦେଲା। ସେଦିନ ତାର ଡ୍ୟୁଟି ବିଳମ୍ବ ରାତି ପର୍ଯ୍ୟନ୍ତ ଥିଲା। ଯେତେବେଳେ ସେ ଫ୍ୟାକ୍ଟ୍ରିରୁ ବାହାରକୁ ଆସୁଥିଲା, ସେତେବେଳେ ସେ ଦେଖିଲା ଯେ ଏକ କଳା ରଙ୍ଗର କାର୍ ଫ୍ୟାକ୍ଟ୍ରି ପଛପଟେ ଆସି ରହିଲା। ସେ କାର୍‌ରୁ ଦୁଇଜଣ ବଡ଼ ଅଫିସର ଓହ୍ଲାଇଲେ। ଦୁହେଁ ସିଧା ରୋଶନ ପାଖକୁ ଗଲେ ଏବଂ ତାପରେ ଦୁହେଁ ତା ସାମ୍ନାରେ ମୁଣ୍ଡ ନୁଆଇ ଦେଲେ। ରାଗିଣୀର ଆଖି ଆଶ୍ଚର୍ଯ୍ୟରେ ଖୋଲା ରହିଗଲା। ଯେଉଁ ଲୋକଙ୍କୁ ସାରା ଦୁନିଆ ଭିକାରୀ ଭାବୁଥିଲା, ବଡ଼ ବଡ଼ ଅଫିସର ତା ସାମ୍ନାରେ ସମ୍ମାନ ସହିତ ଛିଡ଼ା ହେଉଥିଲେ। ସେହି ସମୟରେ ସେ ଆଉ ଏକ ଚମକାଇଲା ଭଳି କଥା ଶୁଣିଲା। ଜଣେ ଅଧିକାରୀ କହିଲେ, ସାର୍, ଠକାମିର ପ୍ରାୟ ସବୁ ପ୍ରମାଣ ଆମକୁ ମିଳିସାରିଛି। ବାସ୍ କେବଳ ଆପଣଙ୍କ ଆଦେଶକୁ ଅପେକ୍ଷା। ରୋଶନ ଶାନ୍ତ ସ୍ୱରରେ କହିଲା, ଏବେ ନୁହେଁ, ଅସଲି ଦୋଷୀମାନଙ୍କୁ ସାମ୍ନାକୁ ଆସିବାକୁ ଦିଅ। ଏହା ଶୁଣି ରାଗିଣୀ ପାଦ ତଳୁ ମାଟି ଖସିଗଲା। ଠକାମି, ପ୍ରମାଣ, ଆଦେଶ, ପ୍ରକୃତରେ ରୋଶନ କିଏ ଥିଲା ଏବଂ ସେ ଫ୍ୟାକ୍ଟ୍ରିର କୋଟି କୋଟି ଟଙ୍କାର ଦୁର୍ନୀତି ସହ କେମିତି ଜଡ଼ିତ ଥିଲା? ସେ ଜାଣିନଥିଲା ଯେ ଆଗାମୀ ଦିନରେ ତାର ଜୀବନର ସବୁଠାରୁ ବଡ଼ ରହସ୍ୟ ଖୋଲିବାକୁ ଯାଉଛି। ଆଉ ସେହି ରହସ୍ୟ କେବଳ ରୋଶନର ନଥିଲା, ବରଂ ତାର ନିଜର ଭାଗ୍ୟର ମଧ୍ୟ ଥିଲା। ରୋଶନକୁ ନେଇ ରାଗିଣୀ ମନରେ ଯେତିକି ପ୍ରଶ୍ନ ଥିଲା, ସେଗୁଡ଼ିକର ଉତ୍ତର ମିଳିବା ବଦଳରେ ପ୍ରତିଦିନ ନୂଆ ନୂଆ ରହସ୍ୟ ତା ସାମ୍ନାକୁ ଆସୁଥିଲା। ଗୋଟିଏ ପଟେ ସେ ରୋଶନକୁ ଜଣେ ଭିକାରୀ ରୂପରେ ଦେଖୁଥିଲା, ତ ଅନ୍ୟପଟେ ବଡ଼ ବଡ଼ ଅଧିକାରୀମାନେ ତା ସାମ୍ନାରେ ମୁଣ୍ଡ ନୁଆଇବା ଦେଖାଯାଉଥିଲେ। କିନ୍ତୁ ରୋଶନ ପ୍ରତିଥର କଥାକୁ ଏମିତି ଏଡ଼ାଇ ଦେଉଥିଲା ଯେମିତି କିଛି ହୋଇନାହିଁ। ସେପଟେ ଫ୍ୟାକ୍ଟ୍ରିରେ ରାଗିଣୀର ଜୀବନ ଆହୁରି କଷ୍ଟକର ହୋଇ ଚାଲିଥିଲା। ସଞ୍ଜୟ, ନରେଶ ଏବଂ ମ୍ୟାନେଜର ବିକ୍ରମ ତାକୁ ପ୍ରତିଦିନ ହଇରାଣ କରୁଥିଲେ। କେତେବେଳେ ଅଧିକ କାମ ଦିଆଯାଉଥିଲା ତ କେତେବେଳେ ମିଛ ଭୁଲ ବାହାର କରି ସମସ୍ତଙ୍କ ସାମ୍ନାରେ ଅପମାନିତ କରାଯାଉଥିଲା। ତଥାପି ରାଗିଣୀ ଏବେ ଆଉ ପୂର୍ବ ଭଳି ଅହଙ୍କାରୀ ଝିଅ ହୋଇ ରହିନଥିଲା। ସେ ବୁଝିବାକୁ ଆରମ୍ଭ କରିଥିଲା ଯେ ଜଣେ ଗରିବ ମଣିଷ କେବଳ ପଇସାର ଅଭାବ ଯୋଗୁଁ ନୁହେଁ, ବରଂ ଲୋକଙ୍କ ବ୍ୟବହାର ଯୋଗୁଁ ମଧ୍ୟ ଭାଙ୍ଗି ପଡ଼େ। ଦିନେ ସଞ୍ଜବେଳେ ସେ ଫ୍ୟାକ୍ଟ୍ରିରୁ ଫେରୁଥିଲା। ସେତିକିବେଳେ ହଠାତ୍ ଜୋରରେ ବର୍ଷା ଆରମ୍ଭ ହୋଇଗଲା। ରାଗିଣୀ ଏକ ପୁରୁଣା ମନ୍ଦିରର ବାରଣ୍ଡାରେ ଯାଇ ଛିଡ଼ା ହୋଇଗଲା। କିଛି ସମୟ ପରେ ସେ ଦେଖିଲା ଯେ ରୋଶନ ମଧ୍ୟ ସେଠାକୁ ଚାଲି ଆସିଲା।
ତାର ଡ୍ରେସ୍ ସମ୍ପୂର୍ଣ୍ଣ ଭାବେ ଓଦା ହୋଇଯାଇଥିଲା, କିନ୍ତୁ ତା ମୁହଁରେ ସେମିତି ସବୁବେଳେ ପରି ଶାନ୍ତି ଥିଲା। ତୁମେ ଏଠି? ରାଗିଣୀ ପଚାରିଲା। ରୋଶନ ସାମାନ୍ୟ ହସିଲା ଏବଂ କହିଲା, ବର୍ଷା ଧନୀ ଆଉ ଗରିବ ଦେଖି ବର୍ଷେ ନାହିଁ। ରାଗିଣୀ ପ୍ରଥମ ଥର ପାଇଁ ତା କଥା ଶୁଣି ହସିଦେଲା। ଦୁହେଁ ମନ୍ଦିର ପାହାଚରେ ବସି ପଡ଼ିଲେ। ବହୁତ ସମୟ ଧରି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା। ରାଗିଣୀ ନିଜ ସଂଘର୍ଷ ବିଷୟରେ କହିଲା। ରୋଶନ ଚୁପଚାପ ଶୁଣୁଥିଲା। ତାପରେ ରୋଶନ ରାଗିଣୀକୁ କହିଲା, ତୁମେ ଆଉ ଆଗ ଭଳି ନାହଁ। ମାନେ ଆଗରେ ତୁମେ ଲୋକମାନଙ୍କୁ ସେମାନଙ୍କ ପୋଷାକରୁ ଚିହ୍ନିଥିଲ, ଏବେ ସେମାନଙ୍କ କଷ୍ଟକୁ ବୁଝିପାରୁଛ। ରାଗିଣୀ କିଛି କହିଲାନି, କାରଣ ସେ ଜାଣିଥିଲା ଯେ ରୋଶନ ସତ କହୁଛି। ଠିକ୍ ସେତିକିବେଳେ ମନ୍ଦିର ଭିତରୁ ଜଣେ ବୁଢ଼ା ପୂଜାରୀ ଆସିଲେ। ସେ ଦୁହିଁଙ୍କୁ ଏକାଠି ବସିଥିବାର ଦେଖିଲେ ଓ ତାପରେ ହସିଦେଇ କହିଲେ, ଭଗବାନଙ୍କ ଯୋଡ଼ି ବଡ଼ ବିଚିତ୍ର ହୋଇଥାଏ ପୁଅ। ଦୁହେଁ ଏକା ସାଙ୍ଗେ ଚମକି ପଡ଼ିଲେ। ନାହିଁ ବାବା, ଏମିତି କିଛି କଥା ନାହିଁ, ରାଗିଣୀ ତୁରନ୍ତ କହିଲା। କିନ୍ତୁ ପୂଜାରୀ ଜଣକ ହସିବାକୁ ଲାଗିଲେ। ଏହି ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ସବୁକିଛି ବଦଳାଇ ଦେଲା। ପରଦିନ ଫ୍ୟାକ୍ଟ୍ରି ଭିତରକୁ କିଛି ଗୁଣ୍ଡା ପଶି ଆସିଲେ। ସେମାନେ ରାଗିଣୀକୁ ଜବରଦସ୍ତି ନିଜ ସାଙ୍ଗରେ ନେଇଯିବାକୁ ଚେଷ୍ଟା କଲେ। ପରେ ଜଣାପଡ଼ିଲା ଯେ ସେମାନଙ୍କୁ କେହି ପଇସା ଦେଇ ପଠାଇଥିଲା। ସମସ୍ତେ ଡରିଗଲେ, କିନ୍ତୁ ସେତିକିବେଳେ ରୋଶନ ସେଠାରେ ପହଞ୍ଚିଗଲା। ସେ ଏକାକୀ ହିଁ ସେହି ଲୋକମାନଙ୍କର ସାମ୍ନା କଲା। କିଛି ମିନିଟ୍ ଭିତରେ ସବୁ ଗୁଣ୍ଡା ସେଠାରୁ ପଳାଇଲେ, କିନ୍ତୁ ଠେଲାଠେଲି ଭିତରେ ରାଗିଣୀର ମୁଣ୍ଡ ବାଡ଼େଇ ହୋଇଗଲା ଏବଂ ସେ ବେହୋସ ହୋଇଗଲା। ଯେତେବେଳେ ତାର ଆଖି ଖୋଲିଲା, ସେ ନିଜକୁ ସେହି ମନ୍ଦିରରେ ପାଇଲା। ପାଖରେ ପୂଜାରୀ ଠିଆ ହୋଇଥିଲେ। ରୋଶନ ମଧ୍ୟ ସେଠାରେ ଥିଲା ଓ ସେଠି ଉପସ୍ଥିତ ଥିବା ଲୋକମାନେ ନିଜ ନିଜ ଭିତରେ ନାନା ପ୍ରକାର କଥା ହେଉଥିଲେ। କିଛି ଲୋକ କହୁଥିଲେ ଯେ ରୋଶନ ତାର ଜୀବନ ବଞ୍ଚାଇଛି। କିଛି କହୁଥିଲେ କି ଦୁହେଁ ପରସ୍ପରକୁ ପସନ୍ଦ କରୁଛନ୍ତି ବୋଧହୁଏ। କଥା ଏତେ ଆଗକୁ ବଢ଼ିଗଲା ଯେ ମନ୍ଦିରରେ ଉପସ୍ଥିତ ଥିବା ଲୋକମାନେ ଚାପ ପକାଇବା ଆରମ୍ଭ କରିଦେଲେ। ପୂଜାରୀ ରୋଶନକୁ କହିଲେ, ପୁଅ, ଝିଅର ଇଜ୍ଜତ ସବୁଠାରୁ ବଡ଼ ଜିନିଷ। ପରିସ୍ଥିତି ଏମିତି ହେଲା ଯେ ରୋଶନ ରାଗିଣୀର ମଥାରେ ସିନ୍ଦୁର ପିନ୍ଧାଇଦେଲା। ପୁରା ମନ୍ଦିର ହର ହର ମହାଦେବର ଜୟକାରରେ କମ୍ପି ଉଠିଲା। କିନ୍ତୁ ଠିକ୍ ସେହି ମୁହୂର୍ତ୍ତରେ ରାଗିଣୀ ରାଗରେ ଠିଆ ହୋଇଗଲା ଓ କହିଲା, ଏଇଟା କୌଣସି ବାହାଘର ନୁହେଁ। ରାଗିଣୀର ଏପରି କଥାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ସେ କହିଲା, ମୁଁ ଜଣେ ଭିକାରୀକୁ କେବେ ବି ନିଜର ସ୍ୱାମୀ ବୋଲି ମାନିପାରିବି ନାହିଁ। ମନ୍ଦିରରେ ସମ୍ପୂର୍ଣ୍ଣ ନୀରବତା ଖେଳିଗଲା। ରୋଶନ ତା ଆଡ଼କୁ ଅନାଇଲା, କିନ୍ତୁ ତା ମୁହଁରେ ନା ରାଗ ଥିଲା ନା ଦୁଃଖ। ସେ କେବଳ ଶାନ୍ତ ହୋଇ ଠିଆ ହୋଇ ରହିଥିଲା ଓ ତାପରେ ସେ ରାଗିଣୀକୁ ଧୀର ସ୍ୱରରେ କହିଲା, ଯଦି ତୁମକୁ ଏହି ସମ୍ପର୍କ ମଞ୍ଜୁର ନାହିଁ, ତେବେ କିଛି କଥା ନାହିଁ। ରାଗିଣୀ ବୁଝିପାରୁନଥିଲା ଯେ କୌଣସି ମଣିଷ ଏତେ ଶାନ୍ତ କେମିତି ହୋଇପାରେ। ୟା ଜାଗାରେ ଯଦି ଅନ୍ୟ କେହି ଲୋକ ହୋଇଥାନ୍ତା, ବୋଧହୁଏ ସେ ଅପମାନର ଜବାବ ନିଶ୍ଚୟ ଦେଇଥାନ୍ତା। କିନ୍ତୁ ରୋଶନ ଚୁପ୍ ରହିଥିଲା। ସେଇଦିନ ପରଠାରୁ ରାଗିଣୀ ତାଠାରୁ ଦୂରେଇ ରହିବାକୁ ଲାଗିଲା। ତଥାପି ଯେତେବେଳେ ବି ସେ ଯେକୌଣସି ଅସୁବିଧାରେ ପଡ଼ୁଥିଲା, ରୋଶନ ସବୁଠାରୁ ଆଗରେ ତା ସାମ୍ନାରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଥିଲା। ଧୀରେ ଧୀରେ ରାଗିଣୀର ମନରେ ଏକ ଅଜବ ଭାବନା ଜନ୍ମ ନେବାକୁ ଲାଗିଲା। ସେ ଏବେ ବି ତାକୁ ଭିକାରୀ ଭାବୁଥିଲା, କିନ୍ତୁ ଏବେ ଆଉ ତାକୁ ସେ ଘୃଣା କରିପାରୁନଥିଲା। ଦିନେ ସେ ଦେଖିଲା ଯେ ରୋଶନ ନିଜେ ଭୋକିଲା ରହି ଜଣେ ଗରିବ ପିଲାକୁ ଖାଇବା ଖୁଆଉଛି। ପରଦିନ ସେ ଦେଖିଲା ଯେ ରୋଶନ ଜଣେ ଅସୁସ୍ଥ ବୃଦ୍ଧଙ୍କୁ ମେଡିକାଲରେ ପହଞ୍ଚାଇଛି। ରାଗିଣୀ ଭାବିବାକୁ ଲାଗିଲା, ଯଦି ଏ ସତରେ ଭିକାରୀ, ତେବେ ଏହାର ହୃଦୟ ଏତେ ବଡ଼ କେମିତି? ସେପଟେ ରୋଶନକୁ ନେଇ ଫ୍ୟାକ୍ଟ୍ରିରେ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା। କିଛି ଲୋକ କହୁଥିଲେ ଯେ ସେ କୌଣସି ସାଧାରଣ ମଣିଷ ନୁହେଁ। କେହି କେହି କହୁଥିଲେ ଯେ ସେ କୌଣସି ବଡ଼ ତଦନ୍ତରେ ଲାଗିଛି। କିନ୍ତୁ ପ୍ରକୃତ ସତ୍ୟ ଏବେ ବି ସମସ୍ତଙ୍କ ଭାବନାଠାରୁ ବହୁତ ଦୂରରେ ଥିଲା। ଏବଂ ଖୁବ୍ ଶୀଘ୍ର ଏମିତି ଏକ ଦିନ ଆସିବାକୁ ଯାଉଥିଲା ଯେତେବେଳେ ସାରା ସହର ସାମ୍ନାରେ ରୋଶନର ପ୍ରକୃତ ପରିଚୟ ପ୍ରକାଶ ପାଇବାକୁ ଥିଲା। ସମୟ ସହିତ ରାଗିଣୀର ହୃଦୟ ମଧ୍ୟ ବଦଳୁଥିଲା, କିନ୍ତୁ ତାର ଅହଙ୍କାର ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନଥିଲା। ସେ ଏବେ ଆଉ ଗରିବମାନଙ୍କର ମଜାକ ଉଡ଼ାଉନଥିଲା, ସେମାନଙ୍କ କଷ୍ଟ ବୁଝିବାକୁ ଲାଗିଥିଲା। କିନ୍ତୁ ରୋଶନକୁ ଏବେ ବି ଏକ ରହସ୍ୟ ଏବଂ ଜଣେ ଭିକାରୀ ରୂପରେ ହିଁ ଦେଖୁଥିଲା। ସେପଟେ ଫ୍ୟାକ୍ଟ୍ରିରେ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଥିଲା। ମ୍ୟାନେଜର ବିକ୍ରମ ଏବଂ ତାର କିଛି ଖାସ୍ କର୍ମଚାରୀ ଏବେ ପୂର୍ବ ଅପେକ୍ଷା ଅଧିକ ଡରିଗଲା ଭଳି ଦେଖାଯାଉଥିଲେ। ସେମାନଙ୍କୁ ଭୟ ଥିଲା ଯେ କାଳେ ଗୋଦାମ ଦୁର୍ନୀତିର ସତ ସାମ୍ନାକୁ ନ ଆସିଯାଉ। ଏହି ସମୟରେ ସେମାନେ ନିଜର ସମସ୍ତ ରାଗ ରାଗିଣୀ ଉପରେ ସୁଝାଇବା ଆରମ୍ଭ କରିଦେଲେ। ଦିନେ ପୁରା ଷ୍ଟାଫ୍ ସାମ୍ନାରେ ବିକ୍ରମ ରାଗିଣୀକୁ ଡାକିଲା, ରାଗିଣୀ, ଏପଟେ ଆସ। ଶହ ଶହ କର୍ମଚାରୀଙ୍କ ନଜର ତା ଉପରକୁ ଉଠିଗଲା। ରାଗିଣୀ ଆଗକୁ ଆସିଲା। ବିକ୍ରମ ଗୋଟିଏ ଫାଇଲ ତା ଆଡ଼କୁ ଫୋପାଡ଼ି ଦେଲା। ଏହି କ୍ଷତି ସବୁ ତୁମ ଯୋଗୁଁ ହିଁ ହୋଇଛି। ରାଗିଣୀ ଚମକି ପଡ଼ିଲା, କିନ୍ତୁ ସାର୍, ମୁଁ ତ କିଛି କରିନାହିଁ। ଚୁପ୍, ବିକ୍ରମ ଗର୍ଜି ଉଠିଲା। ତୁମ ଭଳି ଅଯୋଗ୍ୟ ଝିଅ ଯୋଗୁଁ କମ୍ପାନୀର ବହୁତ କ୍ଷତି ହେଉଛି। ସଞ୍ଜୟ ଏବଂ ନରେଶ ଜୋର ଜୋରରେ ହସିବାକୁ ଲାଗିଲେ। ବାକି କର୍ମଚାରୀମାନେ ମଧ୍ୟ ସେଠି ଛିଡ଼ା ହୋଇ ନାଟକ ଦେଖିବାକୁ ଲାଗିଲେ।
ରାଗିଣୀର ଆଖି ଛଳଛଳ ହୋଇଗଲା ଓ ତା ଆଖିରେ ଲୁହ ଭରିଗଲା। ସେ ପ୍ରଥମ ଥର ପାଇଁ ଅନୁଭବ କଲା ଯେ ଯେତେବେଳେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନ କରାଯାଏ ସେତେବେଳେ କେତେ କଷ୍ଟ ହୁଏ। ସେତିକିବେଳେ ଭିଡ଼ ପଛରୁ ଏକ ସ୍ୱର ଶୁଭିଲା, ଭୁଲ କେବଳ ଏହାର ନୁହେଁ। ସମସ୍ତେ ବୁଲି ପଡ଼ି ଦେଖିଲେ ସେ ରୋଶନ ଥିଲା, ନିଜର ସେଇ ପୁରୁଣା ଚିରା କପଡ଼ାରେ, ହାତରେ ସେଇ ପୁରୁଣା ଡାଏରୀ। ତାକୁ ଦେଖୁ ଦେଖୁ ସଞ୍ଜୟ ହସିକି କହିଲା, ଦେଖରେ, ୟାର ଭିକାରୀ ସ୍ୱାମୀ ମଧ୍ୟ ଆସିଗଲା। ପୁରା ହଲ୍ ହସରେ କମ୍ପି ଉଠିଲା। ନରେଶ କହିଲା, କିରେ ଭିକାରୀ, ଆଜି କେତେ ଭିକ ମିଳିଲା? ସେ ମ୍ୟାନେଜର ବିକ୍ରମ ମଧ୍ୟ ହସୁଥିଲା, କିନ୍ତୁ ରୋଶନର ଚେହେରାରେ କୌଣସି ଫରକ ପଡ଼ିଲା ନାହିଁ। ସେ ଧୀରେ ଧୀରେ ଆଗକୁ ବଢ଼ିଲା ଓ କହିଲା, ମୁଁ ଶେଷ ଥର ପାଇଁ କହୁଛି ଯେ ରାଗିଣୀ ନିର୍ଦ୍ଦୋଷ। ବିକ୍ରମ ହସି ପକେଇଲା ଆଉ ରାଗିକି କହିଲା, ତୁ କିଏ ଫଇସଲା କରିବା ବାଲା? ରୋଶନ ଶାନ୍ତ ସ୍ୱରରେ କହିଲା, ସତ ଜାଣିଥିବା ଲୋକ। ଏହା ଶୁଣି ସମସ୍ତେ ପୁଣି ହସିବାକୁ ଲାଗିଲେ। ସଞ୍ଜୟ କହିଲା, ଆଚ୍ଛା, ଏବେ ଭିକାରୀ ତଦନ୍ତ ଅଧିକାରୀ ବନିଗଲାଣି। ହଲ୍ରେ ପୁଣି ହସ କମ୍ପିଗଲା। ସେତିକିବେଳେ ରୋଶନ ନିଜ ପକେଟରୁ ଗୋଟିଏ ପୁରୁଣା ମୋବାଇଲ ବାହାର କଲା। ଲୋକମାନେ ଆହୁରି ଜୋରରେ ହସିବାକୁ ଲାଗିଲେ। ଲାଗୁଛି ଏ ଭିକାରୀ ଏବେ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରିବ କିମ୍ବା କୌଣସି ଭିକାରୀକୁ ଡାକିବ ବୋଧେ। ଏସବୁ ଦେଖି ରାଗିଣୀ ମଧ୍ୟ ଦ୍ୱନ୍ଦ୍ୱରେ ଥିଲା ଯେ ରୋଶନ ପ୍ରକୃତରେ କ'ଣ କରିବାକୁ ଚାହୁଁଛି ସେ କଥା ତାକୁ ମଧ୍ୟ ଜଣା ନଥିଲା। ରୋଶନ କାହାର ନମ୍ବର ଲଗେଇଲା ଏବଂ କେବଳ ଗୋଟିଏ ବାକ୍ୟ କହିଲା, ଏବେ ସମୟ ଆସିଯାଇଛି, ଆଉ ଫୋନ୍ କାଟିଦେଲା। ବାସ୍, ଏତିକି। ତାପରେ ପୁରା ହଲ୍ରେ ପୁଣି ଥରେ ହସର ଲହରୀ ଉଠିଲା। କିନ୍ତୁ 5 ମିନିଟ୍ ପରେ ଫ୍ୟାକ୍ଟ୍ରିର ମୁଖ୍ୟ ଗେଟ୍ ପାଖରେ ହଠାତ୍ ହଲଚଲ ଆରମ୍ଭ ହୋଇଗଲା। ସିକ୍ୟୁରିଟି ଗାର୍ଡ ଦୌଡ଼ି ଦୌଡ଼ି ଭିତରକୁ ଆସି କହିଲା, ସାର୍, ବାହାରେ ବହୁତ ଗୁଡ଼ିଏ ଗାଡ଼ି ଆସିଛି। ବିକ୍ରମ ଚମକି ପଡ଼ିଲା, କେଉଁ ଗାଡ଼ି? ଗାର୍ଡ ଜବାବ ଦେବା ପୂର୍ବରୁ ହିଁ ବାହାରୁ ଲକ୍ସରୀ କାରଗୁଡ଼ିକର ଏକ ବିରାଟ ଶୋଭାଯାତ୍ରା ଦେଖିବାକୁ ଲାଗିଲା। 20ରୁ ଅଧିକ ଦାମୀ ଗାଡ଼ି ଆସି ଫ୍ୟାକ୍ଟ୍ରି ପରିସରରେ ଅଟକିଗଲା। ପୁରା ଷ୍ଟାଫ୍ ସ୍ତବ୍ଧ ହୋଇ ରହିଗଲେ। କାରଗୁଡ଼ିକର କବାଟ ଖୋଲିଲା ଓ ସେଥିରୁ ବଡ଼ ବଡ଼ ଅଧିକାରୀ, ଓକିଲ, ଅଡିଟର ଏବଂ ସୁରକ୍ଷା ଅଧିକାରୀମାନେ ବାହାରକୁ ଆସିଲେ। ଯେଉଁ ଲୋକମାନେ କିଛି ମିନିଟ୍ ପୂର୍ବରୁ ରୋଶନର ମଜାକ ଉଡ଼ାଉଥିଲେ ସେମାନେ ଏବେ ଆଶ୍ଚର୍ଯ୍ୟ ହୋଇ ପରସ୍ପରର ମୁହଁ ଚାହାଁ ଚାହିଁ ହେଉଥିଲେ। ତାପରେ ସବୁଠାରୁ ଚମକାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଲା। ସବୁ ଅଧିକାରୀମାନେ ସିଧାସଳଖ ରୋଶନ ଆଡ଼କୁ ଆଗେଇ ଗଲେ ଏବଂ ତା ସାମ୍ନାରେ ସମ୍ମାନର ସହ ଛିଡ଼ା ହୋଇଗଲେ ଓ ସମସ୍ତେ ଏକା ସାଙ୍ଗରେ କହିଲେ, ଗୁଡ୍ ମର୍ଣ୍ଣିଂ ସାର୍। ପୁରା ହଲ୍ ଆଶ୍ଚର୍ଯ୍ୟ ହୋଇଗଲା। ରାଗିଣୀର ଛାତି ବହୁତ ଜୋରରେ ଥରିବାକୁ ଲାଗିଲା। ବିକ୍ରମ ମୁହଁର ରଙ୍ଗ ଉଡ଼ିଗଲା। ସଞ୍ଜୟ ଏବଂ ନରେଶଙ୍କ ଗୋଡ଼ ଥରିବାକୁ ଲାଗିଲା। ଠିକ୍ ସେତିକିବେଳେ ଆଉ ଗୋଟିଏ କାର୍ ଫ୍ୟାକ୍ଟ୍ରି ଭିତରକୁ ପ୍ରବେଶ କଲା। ସେଥିରୁ ରାଗିଣୀର ବାପା ଧର୍ମେନ୍ଦ୍ର ତ୍ରିପାଠୀ ଓହ୍ଲାଇଲେ। ରାଗିଣୀ ନିଜର ବାପାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସେ କହିବାକୁ ଲାଗିଲା, ବାପା, ଆପଣ ଏଇଠି? କିନ୍ତୁ ଧର୍ମେନ୍ଦ୍ର ତ୍ରିପାଠୀ ତା କଥାର କୌଣସି ଉତ୍ତର ଦେଲେ ନାହିଁ। ସେ ସିଧା ରୋଶନ ପାଖକୁ ଗଲେ ଏବଂ ସମ୍ମାନର ସହ ହାତ ଯୋଡ଼ି କହିଲେ, ଏବେ ସତ ସାମ୍ନାକୁ ଆସିବାର ସମୟ ଆସିଯାଇଛି ପୁଅ ରୋଶନ। ରାଗିଣୀକୁ ଲାଗିଲା ଯେମିତି ସେ ନିଜ କାନରେ କିଛି ଭୁଲ ଶୁଣି ଦେଇଛି। ତା ବାପା ଜଣେ ଭିକାରୀକୁ ଏତେ ସମ୍ମାନ ଦେଉଥିଲେ? ରୋଶନ ଧୀରେ ମୁଣ୍ଡ ହଲାଇଲା। ତାପରେ ନିଜ ଡାଏରୀରେ ସେ ଅଫିସରମାନଙ୍କର ହାତକୁ ବଢ଼ାଇ ଦେଲା ଓ କହିଲା, ସବୁ ପ୍ରମାଣ ଏଇଥିରେ ଅଛି। ମ୍ୟାନେଜର ବିକ୍ରମ ହାତ ଗୋଡ଼ ଥଣ୍ଡା ପଡ଼ିଗଲା। ସେ ବୁଝି ସାରିଥିଲା କି ଖେଳ ଏବେ ଶେଷ ହୋଇଯାଇଛି। କିନ୍ତୁ ଏବେ ବି ସବୁଠାରୁ ବଡ଼ ସତ୍ୟ ସାମ୍ନାକୁ ଆସିବା ବାକି ଥିଲା। ସେଇ ସତ୍ୟ ଯାହା ରାଗିଣୀର ପୁରା ଦୁନିଆ ବଦଳାଇ ଦେବାକୁ ଯାଉଥିଲା। ଆଉ ପର ମୁହୂର୍ତ୍ତରେ ରୋଶନ ମଞ୍ଚ ଆଡ଼କୁ ବଢ଼ିଲା, ଯେଉଁଠି ତାର ପ୍ରକୃତ ପରିଚୟ ପୁରା ସହର ସାମ୍ନାରେ ପ୍ରକାଶ ପାଇବାକୁ ଯାଉଥିଲା। ପୁରା ଫ୍ୟାକ୍ଟ୍ରିରେ ନୀରବତା ଖେଳି ଯାଇଥିଲା। ସମସ୍ତଙ୍କ ନଜର ରୋଶନ ଉପରେ ହିଁ ଅଟକି ରହିଥିଲା। ବିକ୍ରମ, ସଞ୍ଜୟ ଏବଂ ନରେଶଙ୍କ ମୁହଁର ରଙ୍ଗ ଉଡ଼ି ଯାଇଥିଲା। କିଛି ସମୟ ପୂର୍ବରୁ ଯେଉଁମାନେ ରୋଶନର ମଜାକ ଉଡ଼ାଉଥିଲେ ଏବେ ସେମାନଙ୍କ ଆଖିରେ ଭୟ ସ୍ପଷ୍ଟ ଦେଖାଯାଉଥିଲା। ରାଗିଣୀ ମଧ୍ୟ ସ୍ତବ୍ଧ ହୋଇଯାଇଥିଲା। ତା ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା, ଶେଷରେ ଏହି ରୋଶନ କିଏ? ରୋଶନ ଧୀରେ ଧୀରେ ମଞ୍ଚ ଆଡ଼କୁ ଆଗେଇଲା। ସେ ନିଜର ପୁରୁଣା ଡାଏରୀଟି ଟେବୁଲ ଉପରେ ରଖିଲା ଏବଂ ସାମ୍ନାରେ ଛିଡ଼ା ହୋଇଥିବା ଅଧିକାରୀମାନଙ୍କ ଆଡ଼କୁ ଚାହିଁଲା। ତାପରେ କହିଲା, ବିଗତ 4 ମାସ ହେବ ମୁଁ ଏହି ଫ୍ୟାକ୍ଟ୍ରିରେ ଚାଲିଥିବା ଦୁର୍ନୀତିର ତଦନ୍ତ କରୁଥିଲି। ତା କଥା ଶୁଣି ପୁରା ହଲ୍ ଶାନ୍ତ ଥିଲା। ମୋତେ ସୂଚନା ମିଳିଥିଲା କି କମ୍ପାନୀ ଭିତରୁ କୋଟି କୋଟି ଟଙ୍କାର ସାମଗ୍ରୀ ଚୋରି କରି ବାହାରେ ବିକ୍ରି କରାଯାଉଛି, କିନ୍ତୁ ମୋତେ ପ୍ରକୃତ ଅପରାଧୀମାନଙ୍କ ପାଖରେ ପହଞ୍ଚିବାର ଥିଲା। ଏତିକି କହି ସେ ନିଜର ନକଲି ଦାଢ଼ି ଓହ୍ଲାଇ ଦେଲା। ତାପରେ ମୁଣ୍ଡରେ ଲଗାଇଥିବା ଛିଣ୍ଡା ପୁରୁଣା ଟୋପି ମଧ୍ୟ କାଢ଼ିଦେଲା ଏବଂ ପର ମୁହୂର୍ତ୍ତରେ ପୁରା ହଲ୍ ଆଶ୍ଚର୍ଯ୍ୟରେ ଭରିଗଲା। ସାମ୍ନାରେ ଠିଆ ହୋଇଥିବା ମଣିଷ ଜଣକ କୌଣସି ସାଧାରଣ ଭିକାରୀ ନଥିଲା। ତା ବ୍ୟକ୍ତିତ୍ୱରେ ଏକ ଭିନ୍ନ ପ୍ରକାରର ତେଜ ଦେଖାଯାଉଥିଲା। ରାଗିଣୀର ଆଖି ଆଶ୍ଚର୍ଯ୍ୟରେ ଭରିଗଲା। ସେ ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲା।
ଠିକ୍ ସେତିକିବେଳେ ଜଣେ ବରିଷ୍ଠ ଅଧିକାରୀ ମଞ୍ଚ ଉପରକୁ ଆସିଲେ ଏବଂ ମାଇକ୍ ସମ୍ଭାଳି କହିଲେ, ଆପଣ ସମସ୍ତଙ୍କୁ ଜଣାଇ ମୁଁ ଗର୍ବ ଅନୁଭବ କରୁଛି ଯେ ଇଏ ହେଉଛନ୍ତି ଶ୍ରୀ ରୋଶନ ବର୍ମା, ଇଣ୍ଡଷ୍ଟ୍ରିଆଲ ଗ୍ରୁପର ଚେୟାରମ୍ୟାନ୍ ଏବଂ ମାଲିକ। ପୁରା ହଲ୍ ଏକଦମ ଶାନ୍ତ ହୋଇଗଲା। ସେଠି ଉପସ୍ଥିତ ଥିବା କିଛି କର୍ମଚାରୀଙ୍କ ପାଟି ଖୋଲା ରହିଗଲା। ରାଗିଣୀକୁ ଲାଗିଲା ଯେମିତି ତା ପାଦ ତଳୁ ମାଟି ଖସିଗଲା। ଯେଉଁ ମଣିଷକୁ ସେ ଭିକାରୀ ବୋଲି ଭାବୁଥିଲା, ସିଏ କୋଟି କୋଟି ଟଙ୍କାର କମ୍ପାନୀର ମାଲିକ ବାହାରିଲା। ଠିକ୍ ସେତିକିବେଳେ ଧର୍ମେନ୍ଦ୍ର ତ୍ରିପାଠୀ ଆଗକୁ ଆସିଲେ ଓ ସେ ହସି ହସି କହିଲେ, ମା ରାଗିଣୀ, ରୋଶନ କେବଳ ଏହି କମ୍ପାନୀର ମାଲିକ ନୁହନ୍ତି, ବରଂ ଦେଶର ଅନେକ ବଡ଼ ବଡ଼ ଫ୍ୟାକ୍ଟ୍ରି ଏବଂ ଶିଳ୍ପର ମାଲିକ ଅଟନ୍ତି। ରାଗିଣୀର ଆଖିରୁ ଲୁହ ବୋହିବାକୁ ଲାଗିଲା। ତାକୁ ନିଜର ସବୁ ଶବ୍ଦ ମନେ ପଡ଼ିବାକୁ ଲାଗିଲା। ପୂର୍ବରୁ କହିଥିବା ସେଇ ଶବ୍ଦ, ମୁଁ ଜଣେ ଭିକାରୀକୁ ନିଜର ସ୍ୱାମୀ ବୋଲି ମାନିପାରିବି ନାହିଁ। ତୁମେ ମୋ ଯୋଗ୍ୟ ନୁହଁ। ତୁମର କୌଣସି ପରିଚୟ ନାହିଁ। ଆଜି ସେଇ ସବୁ କଥା ତା ମନକୁ ବାଧୁଥିଲା। ଅନ୍ୟପଟେ ରୋଶନ ଅଧିକାରୀମାନଙ୍କୁ ଇସାରା କଲା। ତୁରନ୍ତ ବଡ଼ ସ୍କ୍ରିନରେ କିଛି କାଗଜପତ୍ର ଦେଖାଯିବାକୁ ଲାଗିଲା। ଟ୍ରକ୍ ଗୁଡ଼ିକର ଫଟୋ, ନକଲି ବିଲ୍ ଏବଂ ଚୋରିର ରେକର୍ଡ। ରୋଶନ ଶାନ୍ତ ସ୍ୱରରେ କହିଲା, ଏଇ 4 ମାସରେ ମୁଁ ପ୍ରତ୍ୟେକ ଟ୍ରକ୍ର ନମ୍ବର ନୋଟ୍ କରିଛି। କିଏ ଭିତରକୁ ଆସିଲା, କିଏ ବାହାରକୁ ଗଲା, କେତେ ମାଲ ଆସିଲା ଏବଂ କେତେ ଗାୟବ ହେଲା, ସବୁକିଛି ଏଇ ଡାଏରୀରେ ଲେଖା ହୋଇଅଛି। ଏହାପରେ ସେ ବିକ୍ରମ ଆଡ଼କୁ ଚାହିଁ କହିଲା, ସବୁଠାରୁ ବଡ଼ ଅପରାଧୀ ହେଉଛି ଏହି ବିକ୍ରମ। ରୋଶନ ପାଖରୁ ଏହା ଶୁଣିବା ପରେ ବିକ୍ରମ ମୁହଁରୁ ଝାଳ ବୋହିବାକୁ ଲାଗିଲା। କିଛି ସେକେଣ୍ଡ ମଧ୍ୟରେ ସୁରକ୍ଷା ଅଧିକାରୀମାନେ ଆଗକୁ ବଢ଼ିଲେ ଏବଂ ବିକ୍ରମକୁ ଧରିନେଲେ। ତାପରେ ସଞ୍ଜୟ ଏବଂ ନରେଶଙ୍କ ସମେତ ଅନେକ କର୍ମଚାରୀମାନଙ୍କୁ ହେପାଜତକୁ ନିଆଗଲା। ସାରା ହଲ୍ରେ କରତାଳିର ଶବ୍ଦ ପ୍ରତିଧ୍ୱନିତ ହୋଇ ଉଠିଲା। ବର୍ଷ ବର୍ଷ ଧରି ସଚ୍ଚୋଟର ସହ କାମ କରୁଥିବା କର୍ମଚାରୀମାନେ ଖୁସିରେ କାନ୍ଦିବାକୁ ଲାଗିଲେ। ସେମାନଙ୍କୁ ନ୍ୟାୟ ମିଳିସାରିଥିଲା, କିନ୍ତୁ ରାଗିଣୀ ମନରେ କୌଣସି ଖୁସି ନଥିଲା। ସେ ଧୀରେ ଧୀରେ ରୋଶନ ପାଖକୁ ଗଲା ଓ ତା ଆଖିରେ ଅନୁତାପ ଥିଲା। ମୋତେ କ୍ଷମା କରିଦିଅ ରୋଶନ, ମୁଁ ତୁମକୁ କେବେ ବୁଝିବାକୁ ଚେଷ୍ଟା ହିଁ କରିନଥିଲି। ରୋଶନ ହସିଲା ଓ କହିଲା, ମଣିଷ ମାତ୍ରକେ ହିଁ ଭୁଲ ହୋଇଥାଏ ରାଗିଣୀ। ରାଗିଣୀ କାନ୍ଦି କାନ୍ଦି କହିଲା, ମୁଁ ଲୋକଙ୍କୁ ସେମାନଙ୍କର ବେଶଭୂଷାରୁ ହିଁ ଚିହ୍ନୁଥିଲି। ମୁଁ ଗରିବର ମଜାକ ଉଡ଼େଇଛି। ମୁଁ ତୁମର ବି ଅପମାନ କରିଛି। ରୋଶନ ଶାନ୍ତ ସ୍ୱରରେ କହିଲା, ଆଉ ଏଇଥିପାଇଁ ହିଁ ତୁମ ବାପା ଚାହୁଁଥିଲେ କି ତୁମେ କିଛି ଦିନ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଅ। ରାଗିଣୀ ତା ବାପାଙ୍କ ଆଡ଼କୁ ଚାହିଁଲା। ରାଗିଣୀର ବାପା ଧର୍ମେନ୍ଦ୍ର ତ୍ରିପାଠୀ ହସୁଥିଲେ। ତାପରେ ସେ କହିଲେ, ଝିଅ, ମୁଁ ଚାହୁଁଥିଲି ଯେ ତୁ ବି ବୁଝ ଯେ ପଇସା ମଣିଷର ପରିଚୟ ନୁହେଁ। ମଣିଷର ପରିଚୟ ତାର କର୍ମ ଏବଂ ଚରିତ୍ରରୁ ହିଁ ହୋଇଥାଏ। ଏହା ଶୁଣିବା ପରେ ରାଗିଣୀର ଆଖିରୁ ଲୁହ ବୋହି ଚାଲିଥିଲା। ସେହିଦିନ ତାକୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ମିଳିସାରିଥିଲା। କିଛି ଦିନ ପରେ ଫ୍ୟାକ୍ଟ୍ରିରେ ଏକ ବଡ଼ ସମାରୋହର ଆୟୋଜନ କରାଗଲା। ସମସ୍ତ କର୍ମଚାରୀଙ୍କ ସାମ୍ନାରେ ରୋଶନ ଘୋଷଣା କଲା, ଏବେ ଏହି କମ୍ପାନୀରେ କୌଣସି କର୍ମଚାରୀଙ୍କ ସହିତ ଆଉ କୌଣସି ପ୍ରକାର ଅନ୍ୟାୟ ହେବ ନାହିଁ। ରୋଶନ ମୁହଁରୁ ଏହା ଶୁଣିବା ପରେ ସାରା ହଲ୍ କରତାଳିରେ ଗୁଞ୍ଜରି ଉଠିଲା। ତାପରେ ସେ ରାଗିଣୀ ଆଡ଼କୁ ଚାହିଁଲା ଓ ଦେଖିଲା ଯେ ରାଗିଣୀର ଆଖିରେ ଏବେ ଆଉ କୌଣସି ପ୍ରକାର ଅହଙ୍କାର ନଥିଲା, କେବଳ ସମ୍ମାନ ଏବଂ ଆପଣାପଣ ଥିଲା। ରୋଶନ ହସିଲା ଓ କହିଲା, ରାଗିଣୀ, କ'ଣ ଏବେ ତୁମେ ସେହି ଭିକାରୀକୁ ନିଜର ସ୍ୱାମୀ ବୋଲି ମାନିବ ନାହିଁ? ସାରା ହଲ୍ରେ ସାମାନ୍ୟ ହସର ଲହରୀ ଖେଳିଗଲା। ରାଗିଣୀ ଲାଜେଇଗଲା ଓ ସେ ଧୀରେ କରି ମୁଣ୍ଡ ନୁଆଁଇଦେଲା ଏବଂ ପ୍ରଥମ ଥର ପାଇଁ ସେ ହୃଦୟର ସହିତ କହିଲା, ମୁଁ ସେହି ମଣିଷକୁ ନିଜର ଜୀବନସାଥୀ ମାନୁଛି ଯିଏ ମୋତେ ମାନବିକତାର ମାନେ ଶିଖେଇଛି। କରତାଳିର ଶବ୍ଦ ମଧ୍ୟରେ ଦୁହେଁ ପରସ୍ପରକୁ ଚାହିଁ ହସୁଥିଲେ ଏବଂ ସେଇଦିନ ରାଗିଣୀ ବୁଝିପାରିଲା ଯେ ଗରିବ କୌଣସି ଲାଜର କଥା ନୁହେଁ। ଲାଜର କଥା ହେଉଛି କୌଣସି ମଣିଷକୁ ତାର ଗରିବୀ ପାଇଁ ଛୋଟ ଭାବିବା। ଶିକ୍ଷା, କପଡ଼ା, ପଇସା ଏବଂ ପଦବୀ ମଣିଷର ପରିଚୟ ନୁହେଁ। ପ୍ରକୃତ ପରିଚୟ ହେଉଛି ତାର ଚରିତ୍ର, ପରିଶ୍ରମ ଏବଂ ମାନବିକତା। ବନ୍ଧୁଗଣ, ଏହିଠାରେ ହିଁ ଏହି କାହାଣୀଟି ଶେଷ ହେଉଛି। ଆଶା କରୁଛି ଆପଣଙ୍କୁ ଏହି କାହାଣୀଟି ନିଶ୍ଚୟ ପସନ୍ଦ ଆସିଥିବ।